ଖଳନାୟକ ସାଜିଲା କାଉ ଆଖି ପିଛୁଳାକେ ଜଳି ପଡ଼ି ପାଉଁଶ ହୋଇଗଲା 8 ବଖରା ଚାଳ ଛପର ଘର। ହଁ ଆଜ୍ଞା, ମନ୍ଦିରରେ ଜଳୁଥିବା ଦୀପ ସଳିତା ହଠାତ୍ ସେଠାରେ ଏକ କାଉ ପହଞ୍ଚି ସେହି ସଳିତାକୁ ନିଜ ଥଣ୍ଟରେ ଆଣି ଉଡ଼ି ଉଡ଼ି ଆଣି ନିକଟସ୍ଥ ଏକ ଚାଳ ଛପର ଘର ଉପରେ ରଖିଦେଲା। ବାସ୍, ଏଭଳି କାଉଟି ଖଳନାୟକ ସାଜିଲା। ଆଉ ଆଖି ପିଛୁଳାକେ 8 ବଖରା ଚାଳ ଛପର ଘର ହୁତୁ ହୁତୁ ହୋଇ ଜଳିପଡ଼ି ପାଉଁଶ ହୋଇଗଲା। ଏଭଳି ଏକ ଦୁଃଖଦ ଖବର ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ଶରଣ ପଞ୍ଚାୟତର ବଡ଼ଡିହ ହଂସରାଡ଼ି ଗ୍ରାମରେ। ଏହି ନିଆଁ ଯୋଗୁଁ ଗୋକୁଳ ରାଉତ ଏବଂ କାଳିଆ ରାଉତଙ୍କର 8 ବଖରା ଘର ଜଳିପଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଏହି ଦୁଇ ଭାଇଙ୍କର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ଛାରକାର ହୋଇ ପାଉଁଶ ହୋଇଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଖୋର୍ଦ୍ଧାରୁ ସନ୍ତୋଷ ଚୌଧୁରୀଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।